ଟୁଆଁ ଟୁଇଁଙ୍କ ବୁଦ୍ଧି। ଗୋଟିଏ ପାହାଡ଼ ତଳିଆ ଛୋଟ ଗାଁରେ ବୁଢ଼ୀଟିଏ ଥାଏ। ଘରେ ତାର ଟିକି ଟିକି ନାତି ନାତୁଣୀ ଦୁଇଟି, ଆଉ କେହି ନଥାନ୍ତି। ବୁଢ଼ୀଟି ଭାରି ଗରିବ। ସବୁଦିନେ କିଛି ମଣ୍ଡା ପିଠା ତିଆରି କରି ଟୋକେଇରେ ପୂରେଇ ପାଖ ଗାଁରେ ବିକ୍ରି କରିବାକୁ ଯାଏ। ସଞ୍ଜ ବେଳକୁ ଫେରିଆସେ। ଯାହା ପଇସା ମିଳେ ସେଥିରେ ସେମାନେ କଷ୍ଟେ ମଷ୍ଟେ ଚଳନ୍ତି। ବୁଢ଼ୀ ଫେରିବା ବେଳକୁ ଦିନେ ଦିନେ ପିଲାମାନେ ନିଦରେ ଶୋଇପଡ଼ିଥାନ୍ତି। ବୁଢ଼ୀ ଦିନେ ପିଠା ଟୋକେଇ ମୁଣ୍ଡରେ ଧରି ଜଙ୍ଗଲ ବାଟରେ ଚାଲିଛି। ହଠାତ୍ ଗୋଟିଏ ବାଘ ଆସି ତା ଆଗରେ ଠିଆ ହେଲା। ସେ କହିଲା, ହଇଲୋ ବୁଢ଼ୀ, ଇଆଡ଼େ କୁଆଡ଼େ ଯାଉଛୁ ମାଡ଼ି? ଭୋକରେ ମୋ ପେଟ ଯାଉଛି ପୋଡ଼ି, ଖାଇବି ତୋହର ମୁଣ୍ଡକୁ ମୋଡ଼ି। ବୁଢ଼ୀ ସାହସ ଦେଖାଇ କହିଲା, ହଇରେ ହୁଣ୍ଡା, ଖାଇବୁ ତୁ ଖା ଦୁଇଟା ମଣ୍ଡା, ପେଟଟା ତୋହର ହୋଇବ ଥଣ୍ଡା। ବାଘ କହିଲା, ଦୁଇଟା ମଣ୍ଡା ହେବ ନାହିଁ, ମୋତେ ଗଣ୍ଡାଏ ଦେ। ବୁଢ଼ୀ ବାଧ୍ୟ ହୋଇ ଟୋକେଇ ଖାଲି କରି ଗଣ୍ଡାଏ ମଣ୍ଡା କାଢ଼ି ବାଘକୁ ଦେଇଦେଲା। ବାଘ ଏଥର ବାଟ ଛାଡ଼ିଦେଲା। ବୁଢ଼ୀ ଆଗକୁ ଚାଲିଲା। ବାଘ ମୁହଁରେ ତ ମଣ୍ଡା ପିଠାର ସୁଆଦ ଲାଗିଯାଇଛି, ସେ ଛାଡ଼ୁଛି କେଉଁଠୁ? ସେ ଆଉ ଗୋଟିଏ ବାଟରେ ବୁଲିଯାଇ କିଛି ଦୂରରେ ବୁଢ଼ୀକୁ ପୁଣି ଓଗାଳିଲା। କହିଲା, ହଇଲୋ ବୁଢ଼ୀ, ପେଟଟା ମୋର ଯାଉଛି ପୋଡ଼ି, ଖାଇବି ତୋର ମୁଣ୍ଡକୁ ମୋଡ଼ି। ବୁଢ଼ୀ ବାଘକୁ ଚିହ୍ନିପାରି କହିଲା, ହଇରେ ହୁଣ୍ଡା, ଏଇନେ ଖାଇଲୁ ଚାରିଟା ମଣ୍ଡା, ପେଟଟା ତୋର ହୋଇନି ଥଣ୍ଡା। ବାଘ କିଛି କଥା ଶୁଣିଲା ନାହିଁ। ବୁଢ଼ୀ ବାଧ୍ୟ ହୋଇ ଟୋକେଇ ଖୋଲି ବାଘ ମୁହଁରେ ପୁଣି ଚାରିଟା ମଣ୍ଡା ପିଠା ଫୋପାଡ଼ି ଦେଇ ଆଗକୁ ଚାଲିଲା। ବାଘ ମଣ୍ଡା ଚାରିଟା ଖାଇ ହାତ ମୁହଁ ଚାଟିଦେଲା। ବୁଢ଼ୀ କିଛି ଦୂର ଯାଇଛି। ବାଘ ଅନ୍ୟ ବାଟରେ ବୁଲି ଯାଇ ପୁଣି ତାକୁ ଅଟକାଇଲା। ବୁଢ଼ୀ ବିଚାରି କରେ କ'ଣ? ବାଘକୁ ପୁଣି ଚାରିଟା ମଣ୍ଡା ପିଠା ଦେଇ ନିଜ ବାଟରେ ଚାଲିଲା। ଜଙ୍ଗଲ ପାରି ନ ହେଉଣୁ ବାଘ ଏମିତି ଏମିତି ବୁଢ଼ୀକୁ ଥରକୁ ଥର ଧମକାଇ ଶେଷରେ କହିଲା, ବୁଢ଼ୀ, ଆଉ ତ ପିଠା ନାହିଁ, ଏଥର ତତେ ଖାଇବି। ବୁଢ଼ୀ କହିଲା, ବାଘ ମାମୁଁ, ଘରେ ମୋର ଦୁଇଟି ନାତି ନାତୁଣୀ ଅଛନ୍ତି। ତୁ ମୋତେ ଖାଇଦେଲେ ସେମାନେ ହଇରାଣ ହେବେ। ମୁଁ ନେହୁରା ହୋଇ କହୁଛି, ମୋତେ ଛାଡ଼ିଦେ। କିନ୍ତୁ ବାଘ କିଛି କଥା ନ ଶୁଣି ବୁଢ଼ୀକୁ ଖାଇଦେଲା। ବୁଢ଼ୀର ଲୁଗା ପିନ୍ଧି ଏବଂ ତାର ଟୋକେଇ ଧରି ସଞ୍ଜରେ ଯାଇ ବୁଢ଼ୀ ଘରେ ପହଞ୍ଚିଲା। ସେ ଭାବିଲା, ପିଠା ଖାଇଲି, ବୁଢ଼ୀକୁ ଖାଇଲି, ଏବେ ପିଲା ଦୁଇଟିକୁ କାହିଁକି ଛାଡ଼ିବି? ତାଙ୍କର କଅଳିଆ ମାଂସ ନିଶ୍ଚୟ ଭାରି ସୁଆଦ ଲାଗିବ। ସେଦିନ ବୁଢ଼ୀମା ଫେରିବାର ଡେରି ହେବା ଦେଖି ପିଲା ଦୁଇଟି ଶୋଇ ଯାଇଥିଲେ। ବାଘ ଯାଇ କବାଟ ବାଡ଼େଇଲା। ପିଲାମାନେ ଧଡ଼ପଡ଼ ହୋଇ ଉଠି ବସିଲେ। ବାଘ ତାର ସ୍ୱର ବଦଳାଇ କହିଲା, ପିଲାମାନେ, ମୁଁ ଆଇ ଆସିଛି, କବାଟ ଖୋଲ। ବାଘର ସ୍ୱର ଶୁଣି ପିଲାଙ୍କ ମନରେ ସନ୍ଦେହ ହେଲା। ଭଉଣୀ ତାର ଭାଇକୁ କହିଲା, ଭାଇ, ଆଇ ମା ତ ଆସିଲେ କହେ, ଟୁଆଁରେ କବାଟ ଖୋଲ, ଟୁଇଁଲୋ କବାଟ ଖୋଲ। ଇଏ ତ କିଏ ଗୋଟିଏ ଦୁଲଦୁଲ କରି ଖାଲି କବାଟ ବାଡ଼ଉଛି। ଇଏ ଆମର ଆଇ ନୁହଁ, ବାଘ ନିଶ୍ଚୟ ହେଇଥିବ। ବାଘ ଭାବିଲା, ପିଲା ଦୁଇଟା ମୋତେ ଚିହ୍ନିଗଲେ ବୋଧେ। ତେଣୁ ସେ ସାଙ୍ଗେ ସାଙ୍ଗେ ପୁଣି ସ୍ୱର ବଦଳାଇ କହିଲା, ଟୁଆଁରେ କବାଟ ଖୋଲ, ଟୁଇଁଲୋ କବାଟ ଖୋଲ। ଟୁଆଁ ଟୁଇଁ ଏ କଥା ଶୁଣି ବାଘକୁ କହିଲେ, ତୋ ପାଟି କ'ଣ ଏତେ ମୋଟା ଶୁଭୁଛି? ଆମ ଆଇ ପାଟି ତ ଭାରି ସରୁ, ତୁ ଆମ ଆଇ ନୁହଁ ବୋଧେ। ବାଘ କହିଲା, ଥଣ୍ଡାରେ ଆଜି ବୁଲି ବୁଲି ମୋ ତଣ୍ଟି ପଡ଼ିଯାଇଛି, ମୋତେ ଭାରି ଜ୍ୱର, ଚଞ୍ଚଳ କବାଟ ଖୋଲ। ପିଲା ଦୁହେଁ କହିଲେ, ଆଚ୍ଛା, ତୁ ଯଦି ଆମର ବୁଢ଼ୀମା, ତେବେ ଝରକା ବାଟେ ପିଠା ଟୋକେଇ ଦେଖେଇଲୁ। ବାଘ ଝରକା ବାଟେ ଖାଲି ଟୋକେଇଟା ଦେଖେଇ ଦେଲା। ପିଲା ଦୁହେଁ ପୁଣି କହିଲେ, ଆଚ୍ଛା, ତୁ ଯଦି ଆମ ବୁଢ଼ୀମା, ତେବେ ତୋର ଲୁଗା ଦେଖେଇଲୁ। ବାଘ ଝରକା ବାଟେ ବୁଢ଼ୀର ଲୁଗା ଦେଖେଇ ଦେଲା। ପିନ୍ଧା ଲୁଗା ଆଉ ପିଠା ଟୋକେଇ ଦେଖି ପିଲା ଦୁହିଁଙ୍କ ମନରେ ବିଶ୍ୱାସ ଆସିଲା। ସେମାନେ କବାଟ ଖୋଲିଦେଲେ। ବାଘ ଘର ଭିତରକୁ ପଶି ଆସିଲା। ଟୁଆଁ ପଚାରିଲା, ମା ଆଲୁଅ ଲଗାଇବି? ବାଘ କହିଲା, ନାଇଁରେ ପୁଅ, ଆଲୁଅ ଲଗାନା, ଚୁପଚାପ ଶୋଇପଡ଼। ଟୁଇଁ କହିଲା, ମା, ଟିକିଏ ଗୋଡ଼ ଆଉଁସି ଦେବି? ବାଘ ସଙ୍ଗେ ସଙ୍ଗେ ଲୁଗାରେ ଗୋଡ଼କୁ ଘୋଡ଼େଇ ପକାଇଲା ଏବଂ କହିଲା, ଥାଉଲୋ ଝିଅ ଥାଉ, ବୁଲି ବୁଲି କରି ଗୋଡ଼ ଦରଜ, ହାତ ମାରି ହେଉନାହିଁ। ବାଘ ଏଥର ଶୋଇପଡ଼ି ମିଛ ମିଛ ଜ୍ୱରରେ କମ୍ପିଲା। ପିଲାଙ୍କୁ ତାଗିଦ କରି କହିଲା, ଆଉ ପାଟିତୁଣ୍ଡ ନ କରି ଚୁପଚାପ ଶୋଇପଡ଼ କହୁଛି, ମୋ ଦେହ ଭଲ ନାହିଁ। ଏ କଥା ଶୁଣି ପିଲାମାନେ ଶୋଇଗଲେ। ବାଘ ବି ଶୋଇଗଲା। ବାଘ ଭାବିଲା, ଆଜି ତ ଟୋକେଇଏ ପିଠା ଆଉ ବୁଢ଼ୀକୁ ଖାଇଛି, ଏବେ ଭୋକ ନାହିଁ। ଭୋକ ହେଲେ ରାତିରେ ପିଲା ଦୁଇଟିକୁ ଜଳଖିଆ କରିବି। ତେଣେ ଟୁଆଁ ଟୁଇଁ ସିନା ଶୋଇଲେ, କିନ୍ତୁ ତାଙ୍କ ଆଖିରେ ନିଦ ନାହିଁ। ସେମାନେ ଭାବୁଥାନ୍ତି, ଏ ଆମର ଆଇମା ନୁହେଁ, ଆଇମା ବେଶରେ ବୋଧେ ଆଉ କିଏ ଆସିଛି। ବାଘର ତ ପେଟ ଥଣ୍ଡା ଥିଲା। ସେ ନିଦରେ ଶୋଇ ଖୁବ୍ ଜୋରରେ ଘୁଙ୍ଗୁଡ଼ି ମାରିଲା। ନିଦ ବାଉଳରେ ତା ଦେହରୁ ଲୁଗା ଖସିଗଲା। ତା ଅସଲ ରୂପଟା ଜଣା ପଡ଼ିଗଲା। ଟୁଆଁ ଟୁଇଁ ସତକୁ ସତ ଦେଖିଲେ ଗୋଟିଏ ବାଘ। ସେମାନେ ପାଟିତୁଣ୍ଡ ନ କରି ଚୁପଚାପ କବାଟ ଖୋଲି ଘରୁ ବାହାରି ଆସିଲେ। କିନ୍ତୁ ଯିବେ କୁଆଡ଼େ? ଅନ୍ଧାର ରାତି, ପୁଣି ପାହାଡ଼ିଆ ଅଞ୍ଚଳ ଏବଂ ଏକୁଟିଆ ଘର। କାଳେ ବାଘର ନିଦ ଭାଙ୍ଗିଯିବ, ସେ ପଛରୁ ମାଡ଼ି ଆସିବ। ତେଣୁ ପିଲା ଦୁହେଁ କିଛି ଉପାୟ ନ ପାଇ ଗୋଟିଏ ଗଛ ଉପରେ ଚଢ଼ିଗଲେ।
ସେଇଠି ଗୋଟିଏ ଡାଳକୁ ଧରି ବସି ରହିଲେ ଏବଂ ଅପେକ୍ଷା କଲେ କାଳେ ମା ଆସୁଥିବ ବୋଲି। ଏତିକି ବେଳେ ବାଘର ନିଦ ଭାଙ୍ଗିଗଲା। ସେ ଦେଖିଲା ଟୁଆଁ ଟୁଇଁଙ୍କ ବିଛଣା ଖାଲି। ସେ ଭାବିଲା ପିଲା ଦୁଇଟା ନିଶ୍ଚୟ ତାକୁ ଚିହ୍ନି ପାରିଛନ୍ତି ଏବଂ ଗାଁ ଭିତରକୁ ପଳାଇଛନ୍ତି ଲୋକମାନଙ୍କୁ ଡାକି ଆଣିବାକୁ। ସେ ରାଗରେ ଖାଲି ମାଟି ଉପରେ ଲାଙ୍ଗୁଡ଼ ପିଟିବାକୁ ଲାଗିଲା। ଭାବିଲା ଆଚ୍ଛା, ପିଲା ଦୁଇଟାର ଏତେ ବୁଦ୍ଧି, ଦେଖୁଛି ତାଙ୍କୁ। ଏହା କହି ସେ ଟୁଆଁ ଟୁଇଁଙ୍କୁ ଖୋଜିବାକୁ ବାହାରିଗଲା। ବାଘ କିଛି ଦୂର ଯାଇଛି, ଗୋଟିଏ ଗଛ ଉପରୁ ଶୁଁ ଶୁଁ କାନ୍ଦଣ ସ୍ୱର ଶୁଭିଲା। ଟୁଆଁ ଟୁଇଁ ଗଛ ଉପରେ ବସି ଆଈମା କଥା ମନେ ପକାଇ କାନ୍ଦୁଥିଲେ। ବାଘ ଉପରକୁ ଚାହିଁ ଅନ୍ଧାରରେ ଅନୁମାନ କରିନେଲା ପିଲା ଦୁଇଟା ଏଇଠି ଲୁଚିଛନ୍ତି। ସେ ଭାରି ଖୁସି ହୋଇଗଲା। କହିଲା, ହୁଁ, ଏଇଠି ଆସିକରି ଲୁଚିଛ ନା? ତାପରେ ଗଛରେ ଚଢ଼ିବାକୁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ। ବାଘ ଏଥର ଖୁବ୍ ନରମ ଗଳାରେ କହିଲା, ଟୁଆଁ ଟୁଇଁ, ତୁମେ ଭାରି ଭଲ ପିଲା। ତୁମ ଆଈମା ଯେଉଁଠି ଅଛି ମୁଁ ତୁମକୁ ସେଇଠିକି ନେଇଯିବି। ତୁମେ କାନ୍ଦ ନାହିଁ। ଆଚ୍ଛା, ଏ ଗଛରେ ତୁମେ ଚଢ଼ିଲ କେମିତି? ଓହ୍ଲାଇ ଆସ, ତୋଫାନ ଆସୁଛି, ଗଛରୁ ପଡ଼ିଯିବ ଯେ। ଟୁଆଁ ତ ଭାରି ଚତୁର। ସେ କହିଲା, ଆମେ କେମିତି ଓହ୍ଲାଇବୁ? ରୋଷେଇ ଘରେ ପିଠା ଛଣା ତେଲ ଅଛି। ସେ ତେଲ ଆଣି ଗଛରେ ଭଲ କରି ବୋଳି ଦିଅ। ଆଉ ଗଛ ମୂଳେ ଦୁଇଟା ବଡ଼ ବଡ଼ ପଥର ଆଣି ରଖିଦିଅ। ଆମେ ଖସି ଖସି ପଥର ଉପରେ ଯାଇ ଓହ୍ଲାଇ ପଡ଼ିବୁ। ବାଘ ଧାଇଁ ଯାଇ ରୋଷେଇ ଘରୁ ପିଠା ଛଣା ତେଲ ଆଣି ଗଛର ଗଣ୍ଡିରେ ବୋଳିଦେଲା। ଗଛ ତଳେ ପଥର ଦୁଇଟା ରଖିଦେଲା। ଟୁଆଁ ଟୁଇଁ ଆଉ ଓହ୍ଲାଇବେ କ'ଣ? ଏଥର ଖାଲି ହସିବାକୁ ଲାଗିଲେ। ବାଘର ତ ଭାରି ରାଗ ହେଲା। ସେ ଗର୍ଜନ କରି ଗଛ ଉପରକୁ କୁଦା ମାରି ଚଢ଼ିବାକୁ ଲାଗିଲା। କିନ୍ତୁ ସେ ଯେତେ ଥର ଡିଏଁ, ପ୍ରତିଥର ଖସ୍ କରି ଖସି ପଡ଼ି ଦୁଲ୍ କରି ପଥର ଉପରେ ପିଟି ହୋଇଯାଏ। ବାଘର ଆହୁରି ରାଗ ହେଲା। ସେ ଏଥର ଆହୁରି ଜୋରରେ କୁଦିଲା। ଏଥର ବି ତାର ସେଇ ଦଶା ହେଲା। ପଥର ଉପରେ କଚାଡ଼ି ହୋଇ ଶେଷରେ ବାଘର ଗୋଡ଼ ଭାଙ୍ଗିଗଲା। ତାର ମୁଣ୍ଡ ପିଟି ହୋଇଗଲା। ସେ ଗଁ ଗଁ ଚିତ୍କାର କରି ସେଇଠି ପଡ଼ି ମରିଗଲା। ଟୁଆଁ ଟୁଇଁ ଏ କଥା ଦେଖି ଆହୁରି ହସିବାକୁ ଲାଗିଲେ। ରାତି ପାହିବାରୁ ଗାଁ ଲୋକେ ଆସିଲେ। ସେମାନେ ଟୁଆଁ ଟୁଇଁଙ୍କୁ ଗଛରୁ ଓହ୍ଲାଇ ଆଣିଲେ। ଆଈମାର ବାଟ ଚାହିଁ ଚାହିଁ ସେମାନଙ୍କ ଆଖିରୁ ପାଣି ମଲା ସିନା, କିନ୍ତୁ ଆଈମା ଫେରିଲା ନାହିଁ। ସେମାନେ ନିଜର ବୁଦ୍ଧି ଓ ସାହସ ବଳରେ ବାଘଠାରୁ ରକ୍ଷା ପାଇଥିବାରୁ ଲୋକେ ତାଙ୍କୁ ପ୍ରଶଂସା କଲେ ଏବଂ ଟୁଆଁ ଟୁଇଁଙ୍କୁ ସମସ୍ତେ ପାଳି ପାଳି କରି ନିଜେ ପାଳିଲେ। ଆଶା କରୁଛି ଏହି କାହାଣୀଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଧନ୍ୟବାଦ।